ବଙ୍କାବଳସା ଗ୍ରାମରେ ମାଣବସା ଗୁରୁବାର ପାଳିତ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଙ୍କାବଳସା ଗ୍ରାମରେ ମାଣବସା ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଯାଇଛି। 3 ତାରିଖ ଦିନ 11ଟା ସମୟରେ ଗ୍ରାମର ପୁରୁଷ ମହିଳା ମହାଲକ୍ଷ୍ମୀ କମିଟିର ସମସ୍ତ ସଦସ୍ୟ ରୀତିନୀତି ଅନୁସାରେ ଗାଁ ପୋଖରୀରୁ ପୂଜା ପାଠ କରି ଗ୍ରାମ ପରିକ୍ରମା କରି କଳସ ସ୍ଥାପନ କରିଥିଲେ। ଏହି ପୂଜା 14 ବର୍ଷ ହେବ ପାଳନ ହୋଇ ଆସୁଅଛି। ସାଂସ୍କୃତିକ କାର୍ଯ୍ୟକ୍ରମ 2 ଦିନ ହୋଇଥିଲା। ବୁଧବାର କୁନି କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଓ ଗୁରୁବାର ବାଦୀଦଣ୍ଡ ହୋଇଥିଲା। ଶୁକ୍ରବାର ମା ଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ ହୋଇଥିଲା। ଏହାକୁ ରୋହିତ କୁମାର ପ୍ରଧାନ 25,001 ଟଙ୍କାରେ ଜିତି ନେଇଥିଲେ। ଏଥିରେ କର୍ତ୍ତା ଭାବେ ସ୍ୱାଧୀନ ପ୍ରଧାନ ଓ ଧର୍ମପତ୍ନୀ ପ୍ରଭା ସିଂ ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିଲେ। ମୁଖ୍ୟ ଅତିଥି ଭାବେ ନାୟବ ସରପଞ୍ଚ ଭୁବନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସୌଦାମିନୀ ମିର୍ଦ୍ଧା ଯୋଗ ଦେଇଥିଲେ। ଏହି ପୂଜାକୁ ପରିଚାଳନା କରିଥିଲେ ବିଭୂତି ଭୂଷଣ ପ୍ରଧାନ ଓ ଲକ୍ଷ୍ମୀ ପୂଜା କମିଟିର ସଭାପତି ଅଜିତ କୁମାର ପ୍ରଧାନ, ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ ଏବଂ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।